औषध मिले खराब भाविबे नहीं। प्रेज द लॉर्ड, हालेलुया। रोगीर रोग को नुआ औषध कुआड़ू आनिबा। बहुत सुंदर प्रसंगटीए काल संपूर्ण हेलानी। मन परिवर्तन कर। एणु मन परिवर्तन कथा आमे जदि आगरू भी शुणिथिलु किछि नुआ कथा कहिले नाही बोली भाबिबे ताहेले मोहर त्रुटि नाही आज्ञा। शीत ज्वर को जेमती आजिथ्रोमाइसिन ही दिया जाए ठंडा ज्वर को सेमती प्रसंग अनुसार जहा अछि ताहा ही कहजिबो। प्रभु को नाम धन्यवाद हेउ। बहुत समय उपयोगी विषय होछि काल आ मन परिवर्तन वार्ता। आमे जेउ काल रे अछु शास्त्रानुसारे से काल को जदि आमे अनुसंधान करिबा हुए तो बहुत कठिन विषय अटे। किंतु मु आपनक सम्मुखरे आमे जेउ काल रे अछु सेई काल संबंध रे टिकिए अवगत कराइबा पई चाहिबी। आज प्रथम संध्या आमे बेसी लंबा करिबा नाही बोली मु भाबुछि जे देखियो मु केबे लंबा करे नाही, लोक मानकु लंबा लागे। एणु आज मध्य मु लंबा करिबी नाही बोली कि भाबुछि। अब जदि मु लंबा कली नै मु तबे गुड बॉय हे जेबी। 45 वर्षीय गुड बॉय। प्रभु को नाम धन्यवाद हेउ। आसी आमे टिकिए ध्यान देबा कालर संबंधीय सत्यता। लेखा छी काल संपूर्ण हेलाणी। प्रथमे आमे देखिबा काल काहाकू कुहा जाए। कालर विभिन्न परिभाषा बाइबल आमको जनाए। मु केतोटी परिभाषा आपन को बाइबल रो कहबा पई चाहिबी। कालर एक निर्दिष्ट परिभाषा नाही। समयानुसारे कालर भिन्न भिन्न परिभाषा शास्त्र रे देखा जाइछि। से परिकी एक ऋतु को मध्य एक काल बोली कहा जाइछि। के पढ़िया पे अछंती कि पढ़ंतु हितोपदेश 6:6-8। हे अलसुआ तुम्हें पिफुड़ी पाखकु जाओ ताहार क्रिया विवेचना करो ओ ज्ञानी हुओ। ताहार विचारकर्ता के अध्यक्ष कि प्रभु केही नथिले हैं से ग्रीष्म काल रे अपना खाद्य प्रस्तुत करे पुणी फसल समय रे बस रही जा। ग्रीष्म काल एक ऋतु से ग्रीष्म हेउ किबा शीत हेउ कि वर्षा हेउ एक ऋतु को एक काल रो परिभाषा दिया जाउछि। आउ गोटे परिभाषा एक
ଯୁଗର ସମୂହକୁ ବା ଯୁଗ ମାନଙ୍କର ସମୂହକୁ କାଳ ବୋଲି କୁହାଯାଇଛି। ଦ୍ୱିତୀୟ ପରିଭାଷା। ଗୀତ ସଂହିତା ବାହାର କରନ୍ତୁ 90 ଗୀତର 2 ପଦ। ପର୍ବତ ଗଣର ଉତ୍ପତ୍ତିର ଓ ତୁମ୍ଭ ଦ୍ୱାରା ପୃଥିବୀ ଓ ଜଗତର ସୃଷ୍ଟିର ପୂର୍ବଠାରୁ ଅନାଦି କାଳରୁ ଅନନ୍ତ କାଳ ପର୍ଯ୍ୟନ୍ତ ତୁମ୍ଭେ ପରମେଶ୍ୱର ଅଟ। ଅନାଦି କାଳ ବୋଲି କହିଲେ ଆଦିର ପୂର୍ବ କାଳ, ଆଉ ଆଦି ବୋଲି କହିଲେ ଇନ୍ ଦ ବିଗିନିଂ, ଆଦ୍ୟ ବା ଆରମ୍ଭ। ଆଦି ବା ଆରମ୍ଭର ପୂର୍ବ କାଳକୁ ଅନାଦି କାଳ ବୋଲି କୁହାଯାଏ। ତାର କୌଣସି ସମୟ, ମାସ, ବର୍ଷ ର ମାପ ନାହିଁ। ତାହା ଅଗଣିତ ସମୟର ଗୋଟିଏ ପରିଧି, ତାହାକୁ ମଧ୍ୟ କାଳ ବୋଲି କୁହାଯାଇଛି। ପୁଣି ଅନନ୍ତ କାଳ, ଶୁଣନ୍ତୁ, ଆଗମନ ହେବ, ବିଚାର ହେବ, ପୃଥିବୀ ଲୋପ ପାଇବ, ସ୍ୱର୍ଗରେ ଆଉ ନର୍କରେ କେବଳ ସ୍ଥାନ ଥିବ ଲୋକମାନଙ୍କର। ସ୍ୱର୍ଗ ବି ଅନନ୍ତ କାଳ, ନର୍କ ବି ଅନନ୍ତ କାଳ। ସେ ଯୋଉ ଅନନ୍ତ କାଳ କୁହାଗଲା, ବର୍ଷରେ ମପା ଯାଇ ପାରିବ ନାହିଁ। ଏଇଟା ଗୋଟେ କାଳ। କାଳର ତୃତୀୟ ପରିଭାଷା। ଦାନିଏଲ ପୁସ୍ତକ ବାହାର କରନ୍ତୁ 12 ଅଧ୍ୟାୟର 7 ପଦ। 6 ମାସକୁ ଏକ କାଳ କୁହାଯାଇଛି, 1 ବର୍ଷକୁ ଏକ କାଳ କୁହାଯାଇଛି, 2 ବର୍ଷକୁ ମଧ୍ୟ ଏକ କାଳ, 1 ଅର୍ଦ୍ଧ କାଳ, 1 କାଳ, 2 କାଳ। ପଢନ୍ତୁ। ତହିଁରେ ମୁଁ ଶୁଣିଲି, ଶୁକ୍ଳ ବସ୍ତ୍ରାନ୍ୱିତ ନଦୀ ଜଳ ଉପରେ ସ୍ଥିର ମନୁଷ୍ୟ ଆପଣା ଦକ୍ଷିଣ ଓ ବାମ ହସ୍ତ ସ୍ୱର୍ଗ ଆଡେ ଉଠାଇ ନିତ୍ୟଜୀବୀଙ୍କ ନାମରେ ଶପଥ କରି କହିଲେ, ଏହା 1 କାଳ, 2 କାଳ ଓ ଅର୍ଦ୍ଧ କାଳ ପର୍ଯ୍ୟନ୍ତ ହେବ। 6 ମାସକୁ ଅର୍ଦ୍ଧ କାଳ କୁହାଯାଉଛି, 1 ବର୍ଷକୁ 1 କାଳ କୁହାଯାଉଛି, 2 ବର୍ଷକୁ 2 କାଳ କୁହାଯାଉଛି। ତାମାନେ କାଳର ପରିଭାଷା ଶାସ୍ତ୍ରରେ ଭିନ୍ନ ଭିନ୍ନ ରହିଅଛି। ଆଉ ଯଦି ଆମେ ଦେଖିବା, ସମୁଦାୟ ସୃଷ୍ଟିର ସମୟକୁ ଗୋଟିଏ କାଳ କୁହାଯାଉଛି। ପରନ୍ତୁ ଏବ୍ରୀ 1 ଅଧ୍ୟାୟର 1 ପଦ। ଈଶ୍ୱର ପୁରା କାଳରେ ବିଭିନ୍ନ ଭାବରେ ଓ ବିଭିନ୍ନ ପ୍ରକାରେ ଭାବାତି ମାନଙ୍କ ଦ୍ୱାରା ପିତୃପୁରୁଷ ମାନଙ୍କୁ କଥା ହେଇ। ଈଶ୍ୱର ପୁରା କାଳରେ, ତାମାନେ ମନୁଷ୍ୟର ନିମନ୍ତେ ଦିଆଯାଇଥିବା ସବୁ ସମୟକୁ, ସେ ଋତୁ ହଉ, ମାସ ହଉ, ଦିନ ହଉ, ବର୍ଷ ହଉ, 6 ମାସ ହଉ, 1 ବର୍ଷ ହଉ, 2 ବର୍ଷ ହଉ, ସମୁଦାୟ ସମୟକୁ ପୁରା କାଳ ବୋଲି କୁହା। ଆଉ ଗୋଟିଏ ଜାଗାରେ ଲେଖା ଅଛି, ଗୋଟିଏ ଅବସ୍ଥାକୁ ଗୋଟିଏ କାଳ କୁହାଯାଉଛି। ଆଉ ଗୋଟିଏ ପରିଭାଷା, ଡେଫିନେସନ, ଦାନିଏଲ 12 ଅଧ୍ୟାୟ ତାହାର 1, 2 ପଢନ୍ତୁ। ସଂକଟ କାଳ। ସେ ସମୟରେ ତୁମ ଲୋକଙ୍କ ସନ୍ତାନ ଗଣର ସାହାଯ୍ୟକାରୀ ମିଖାଏଲ ମହାନ ଅଧିପତି ଠିଆ ହେବେ ଓ ମନୁଷ୍ୟ ଗୋଷ୍ଠୀର ସ୍ଥିତି କାଳ ଠାରୁ ସେ ସମୟ ପର୍ଯ୍ୟନ୍ତ ଯେଉଁ ପ୍ରକାର ସଂକଟର କାଳ କେବେ ହୁଏ ନାହିଁ, ଏପରି ସଂକଟର କାଳ ଉପସ୍ଥିତ ହେବ। ଆଉ ତୁମ୍ଭ ଗୋଷ୍ଠୀ ଯେ ପ୍ରତ୍ୟେକର ନାମ ପୁସ୍ତକରେ ଲିଖିତ ହୋଇଅଛି, ସେମାନେ ପ୍ରତ୍ୟେକ ସେ ସମୟରେ ଉଦ୍ଧାର ପାଇବେ। ସ୍ଥିତି କାଳ, ସଂକଟ କାଳ।
3.5 ବର୍ଷ ମଧ୍ୟ ଗୋଟିଏ କାଳ କୁହାଯାଉଛି। ପ୍ରଭୁଙ୍କ ନାମର ଧନ୍ୟବାଦ ହେଉ। ବାହାର କରନ୍ତୁ ଲୁକ 4 ଅଧ୍ୟାୟ ତାହାର 13 ପଦରେ ଶୟତାନ କିଛି କାଳ ନିମନ୍ତେ ଯୀଶୁଙ୍କୁ ଛାଡିକି ଚାଲିଗଲା। 3.5 ବର୍ଷ ପାଇଁ ଛାଡିକି ଚାଲି ଯାଇଥିଲା। ପଢନ୍ତୁ। ଶୟତାନ ସମସ୍ତ ପ୍ରକାର ପରୀକ୍ଷା ସମାପ୍ତ କଲା ଉପରେ କିଛି କାଳ ପର୍ଯ୍ୟନ୍ତ ତାହାଙ୍କୁ ପରିତ୍ୟାଗ କରି ଚାଲିଗଲା। ପ୍ରଭୁଙ୍କ ଲୋକମାନେ ଏଣୁକରି କାଳକୁ ଆମେ କେବଳ ଗୋଟିଏ ଅର୍ଥକୁ ସୂଚାଏ ବୋଲି କହିବା ଭୁଲ ହବ। କାଳ ସମ୍ପୂର୍ଣ୍ଣ ହେଲାଣି ବୋଲି କହିଲେ ସମୟ ସମାପ୍ତ ହେଲା। ସେ ଅର୍ଦ୍ଧକାଳ ହେଉ, ସେ ମନୁଷ୍ୟର ସ୍ଥିତି କାଳ ହେଉ, ସଂକଟ କାଳ ହେଉ ବା କୌଣସି ଋତୁ କାଳ ହେଉ, ଯେ କୌଣସି କାଳ ହେଉ, ଏ ସବୁ କାଳ ସମାପ୍ତ ହେବାକୁ ଯାଉଛି। ପ୍ରଭୁଙ୍କ ଲୋକମାନେ